ବାପା ଫୋନ କଲେଣି ଏତେବେଳେ ଉଠେଇଦବା ଆଉ। ହ୍ୟାଲୋ, ହଁ ବାବା ନମସ୍କାର। ହଁ ନାଇଁ ତମେ କହୁଛ ଯେ ସେ କରା ଯିବେ ଆର ବର୍ଷ ବେଳେ ଚିଡି ଯାଇଛନ୍ତି। ସେ ଭାରି ଚିଦିଆ ଲୋକ ଜାଣିନ ତମେ। ହଉ ତାହେଲେ ମୁଁ ଦେଖୁଛି ବୁଝେଇକି ଯଦି ଯିବେ ଯିବେ ନହେଲେ ଆଉ କଣ କରିବା ଆଉ। ହଉ ମୁଁ ପଚାରେ ତାଙ୍କୁ କଣ କହୁଛନ୍ତି। ଆରେ ଗୋଟେ କପଡା ଦେବେ, କପଡା ଘରେ ଖଟ ଫଟରେ ଅସନା ହେଇଛି, କପଡା ଗୋଟେ ଦେ। କଣ କପଡା? କପଡା ଗୋଟେ ଖଟ ଉପରେ ଦେଇ ଝୁଅ କିନ୍ତୁ ଅସନା ମସନା କରୁଛି, ଗୋଟେ ହଟା ଦିଅ। ରଖ ତମ କପଡା। ଗୋଟେ ଲୋକ ଫୋକ ଆସିବ ଅସନା ମସନା। ଶୁଣ ତମ କପଡା ରଖ ପଛେ କହିବ। ବାପା ଫୋନ ହେଇଥିଲେ ବାପା କହିଲେ ଏଥର ଝିଅ ନଗର ହେଇକି ଯିବା। ଯିବା 10-15 ଦିନ ଝିଅକୁ ନେଇକି ଯିବା, 10-15 ଦିନ ପୁରା ରହିବା ତମ ଘରେ। ଇଲୁ ପଲେ ଆମର ସେ ଗୋଟେ ଦିନ ଜଏନ୍ ଡାକରା କରିଦେବେ, ସେଇ ଦିନ ସବୁ କମ ସୁଆ କରିଦବ, ମୁଁ ପଳେଇ ଆସିବି। ନାଇଁ ଆମର ବହୁତ କୁଣିଆ ବହୁତ ଗୁଣିଆ ଦେଖୁଛୁ କେଜା ଆମର ବେପାର ବାଣିଜ୍ୟ କଥା, ଚାଷୀ ବନ୍ଦୀ ଘର ଲୋକ, ଆମର ଦୁନିଆ କାମ କରୁଛନ୍ତି। ଏତେ ଦିନ ଆଉ ରହିହବ? ସେ ଗୋଟେ ଦିନ ବାବା କହୁଛନ୍ତି ଯିବାକୁ 15 ଦିନ। ତୁ ଫୋନ କରିକ ବାବାକୁ ଗୋଟେ ଦିନ ପାଇଁ କହ। ଗୋଟେ ଦିନ ତ ହେଇପାରିବନି ବାବା, ବହୁତ ଜିନିଷ ଆସିବ। ମାନେ 15 ଦିନ କହିଲେ ଇଲୋ ଓପାର ନମସ୍କାର ହେଲା। ମୁଁ ଆର ବର୍ଷ ସେମିତି ଧାନ କଟା ଟାଇମ ଡାକିଲେ, କହିଲେ ବଡ ବଡ କିରି ଜଏନ୍ ଡାକରା କରିକି ନେବୁ, ଆମର ବହୁତ ଗୁଣିଆ। ମତେ ଧାନ କଟେଇଲ ଯେ ମୋ ଅଣ୍ଟା ସେଇ ଦିନଠୁ ରକା ବସି ଯାଇଛି, ଅଣ୍ଟା ଭଲ ଲାଗୁନି। ପୁଣି ତାପରେ ବର୍ଷ ମତେ ଫୋନ କରି ତତେ କହିଲି, ତୁ ମତେ କହିଲୁ ଏ ବର୍ଷ ଭଲ କିରି ହବ ସେ ରୁଆ ରୁଇ ଟାଇମ ରେ, ଯୋଉ ଏଇ ଅଷାଢ ମାସରେ ତ। ଆଉ ମତେ ତଳି ବୋଇଲ ଯେ ମୋ ଗୋଡ ବାଲି ଖାଇଯାଇଛି। ମୋର ଜଏନ୍ ଡାକରା ହବା ଦରକାର ନାହିଁ। ଜଏନ୍ ଡାକରା ମୁଁ 2-4 ଥର ହେଇଗଲେଣି, ମୋର ଆଉ ଯିବା ଦରକାର ନାହିଁ। ତୋର ଯିଏ ଯାଉଛି ଯା ବୁଲି ବୁଲି ଆସିବୁ। ନମସ୍କାର। ନାଇଁ ମୋ ଦରକାର ନାହିଁ, ମୋ ଦରକାର ନାହିଁ।